तो परिवार को मुझे समय अनुरोध करी से सम्मुख को आसी प्रभु को पदे धन्यवाद देवे तापरे प्रभु को दास आम मंडली परिवार में प्रार्थना करवा तापरे आम आगे को बढ़ा आसतु समस्त आमମାନଙ୍କର କଥା ରକ୍ଷା କଲେ ଆଉ ଭାଇ ଭଉଣୀ ଦି ପାଳକୁ ଆସିଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମର ଦୁଇଟା ରୁମ୍ ଥିଲା ଆଉ ପ୍ରାର୍ଥନା ହେଲେ ମୋତେ ବେଶୀ ଦୁଃଖ ଲାଗିବାର କିଏ ଉପରେ କିଏ ତଳେ କିଏ ସଫା ସିଟ୍ ତଳେ ଏମିତି ବସୁଥିଲୁ। ମାତ୍ର ଏଇ ଦିନମାନଙ୍କରେ ପ୍ରଭୁ ଆମକୁ ପ୍ରେମ କରି ଆଉ ଦୁଇଟା ଗୃହ ନିର୍ମାଣ କରିବା ପାଇଁ ଦେଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମର ଯୋଜନା ଥିଲା ଆମେ ଟିଣ ମାରିକିରି ଦୁଇଟା ରୁମ୍ ବାହାର କରିବା ବୋଲି ଭାବିଥିଲୁ ମାତ୍ର ଆମର ଯୋଜନାକୁ ପ୍ରଭୁ ଅଲଗା କଲେ ଛାତ ପକାଇବା ପାଇଁ ଦେଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଯେତେବେଳେ ଦୁଃଖ ଲାଗେ ପ୍ରାର୍ଥନା ହେବା ସମୟରେ ଜାଗା ନାହିଁ କିଏ ମଧ୍ୟ ଆସିଲା ପରେ ଶୋଇବାକୁ ମଧ୍ୟ କେ ତଳେ କେ ଉପରେ ଏ ପ୍ରକାର ଶୋଉଥିଲୁ ମାତ୍ର ପ୍ରେମ କରି ଏଇ ଦିନମାନଙ୍କରେ ଆମକୁ ଆଉ ରୁମ୍ ଦେଇଛନ୍ତି ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ରୁମ୍ ଆରମ୍ଭ କଲୁ ଶେଷ ପର୍ଯ୍ୟନ୍ତ ମଧ୍ୟ କୌଣସି ଅଭାବ କରିନାହାନ୍ତି ସମସ୍ତ ଆବଶ୍ୟକ ପ୍ରଭୁ ଯୋଗାଇଲେ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏପର୍ଯ୍ୟନ୍ତ ଆମେମାନେ ଯେତେବେଳେ ଗୃହ ନିର୍ମାଣ କରିବା ପାଇଁ ଗଲୁ ସେତେବେଳେ ଆମେ କାହାକୁ ଟଙ୍କାଟି ମଧ୍ୟ ମାଗିନୁ ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। এই ছোট সাক্ষ্য দেই প্রভু গৌরব পান্তু। प्रथम प्रभु को धन्यवाद देई ଆଉ ଯେତିକି ଭାଇ ଭଉଣୀ ଆସିଛନ୍ତି ସମସ୍ତଙ୍କୁ କୌଣସି ଭୁଲ କହିଛନ୍ତି କ୍ଷମା କର। ମୋର ଆଜ୍ଞା କହୁଥିଲେ ଯେମିତି ଖ୍ରୀଷ୍ଟିଆନ ବୋଲେ ମୁଁ ଗୋଟେ ହିନ୍ଦୁ ପରିବାର ମାତ୍ର ମୋର ନାଁଟା କେମିତି ଦିଆଗଲା ସେଟା ମୁଁ ବହୁତ ଥର ଚିନ୍ତା କରିଛି। ପ୍ରଭୁର ଯୋଜନା ଥିଲେ ଆକା ସେ ନାଁ ପାଇପାରିବେ ନହେଲେ ପାଇପାରିବେ ନାହିଁ। ତାର ଗୋଟେ ପ୍ଲାନିଂ ଥିଲା ହେଲେ ଲୋକମାନେ କହିବେ ମ୍ୟାରେଜ ବୋଲେ ଗୋଟେ ଲେଡିଜ ପାଇଁ ତୁ ଖ୍ରୀଷ୍ଟିଆନ ହେଇଗଲୁ ବୋଲି ଖ୍ରୀଷ୍ଟିଆନ ଲେଡିଜଙ୍କ ଦ୍ୱାରା ହେଇନି ପ୍ରଭୁର ଯୋଜନା ଥିବ ବୋଲି ଖ୍ରୀଷ୍ଟିଆନ ହେଇଗଲା। लोक कहीदेले कौन हम किसी ना प्रभु योजना अलग थी मत के लोक इनसल्ट कर तू गोटे लेडीज ख्रीस्टान तुम्हें जान तुम्हें जान तुम दिन आईब तुम्हें खोजी खोजी आईब आम मुझे पारि ना मन तुम्हें दिन एमती हराण हे तुम्हें बाजा आज्ञा वाक्य मत गोटे मन पड़े बाजा न मारवा पूर्व मैंने आगे नाचुवे नन कर कौन नाचवाटा छड़ा कौन अच्छे मुझे तो किसी कहवा तो जानी ना आमर दुईटा रूम थिला जति जमती कहूला आमर भौणी मान आइले कोठी भी जीवे ना आमर रूम रे थिबे से माने दुईटा रूम थिला आमे तळे ऊपर सोइबार मतलब प्रभु आज डेट रे आम दुईटा रूम देछन प्रभु को बहुत बहुत धन्यवाद। और आमर योजना थिला आमे गोटे सीट घर गोटे करवा सीट नाई तेतली गज अच्छी भांगब किणा आनी मारवा बोले आम योजना थिला मात्र प्रभु से योजना को चेंज कर आसपेट आम छात पकड़ साइज कले धन्यवाद प्रभु को। आउ घर आम फास्ट भाई आसी प्रार्थना करूँ आरंभ रू शेष जाए काकू भी ऋण लगे ना बोली मोर गोटे योजना थिला मात्र मोर से प्रभु मत योजना कले जे बोले इच्छा को भी पूर्ण कले काकू भी गोटे टुआटी भी मांगवा प्रभु मत से प्रकार करना गोटे कार भी गोटे बाली भी गोटे मु कार धार रे करी नाही घर और केबे भी मुई पैसा नाही बोली घर आरंभ करला दिन तो पैसा नाही बोली मुई करी नाही प्रभु योजना थिला सब ठीक ठाक हे छी। आ मोर योजना थिला जे मुई एक घरे बोले घरे हे जाई थिला मात्र हम रुसई करी खाइबा करी खाओ बोली लोक कहते नाही
ପ୍ରଭୁକୁ ଯେବେ ଆମେ ଧନ୍ୟବାଦ ଦେବୁ ସେଦିନକୁ ଆକା ଆମେ ରାନ୍ଧି ଖାଇବୁ ବୋଲି। ତାପରେ ଶୋଇବାକୁ ମଧ୍ୟ ଏଠି ଖଟ ଥିଲା। ମୁଁ କେବେ ବି ଦିନ ବେଳେ ବି ମୁଁ ଟିକେ ବି ଶୋଇ ନାହିଁ। ପ୍ରଭୁଙ୍କୁ ଧନ୍ୟବାଦ ଦେଲେ ଆକେ ରୁମ୍ରେ ମୁଁ ଶୋଇବି ବୋଲି ମୋର ଗୋଟେ ଯୋଜନା ଥିଲା। ଆଉ ଏତିକି କହି ସମାପ୍ତ କରୁଛି। ଆଉ କ'ଣ କହିବାକୁ ଯଦି ଭୁଲ ଥିବ ମୋତେ କ୍ଷମା କରିବେ। ପ୍ରଭୁ ଭାବରେ ଆଶୀର୍ବାଦ କରନ୍ତୁ। ଆମେ ଦୁଇ ଦାସ ମଣ୍ଡଳୀ ପ୍ରଭୁଙ୍କ ଦାସୀ ଅଛନ୍ତି। ଆମେ ପରିବାର ପାଇଁ ପ୍ରାର୍ଥନା କରିବା ପାଇଁ ଚାହୁଁଛୁ। ନିଶ୍ଚିତ ଭାବରେ ଦେଖନ୍ତୁ ଆମର ପରମେଶ୍ୱର ଆମକୁ କେବଳ ଘର ଦେବେ, ଗାଡ଼ି ଦେବେ ତାହା ନୁହେଁ, ଆମକୁ ସେ ସୁରକ୍ଷା ମଧ୍ୟ ଦେବେ। ଆଉ ଆଜି ଆମେ ପ୍ରାର୍ଥନା କରିବା ପରିବାରର ସୁରକ୍ଷା ପାଇଁ। ଏ ପରିବାର ଦୁଇଟି ଗୃହ ଯୋଉଟା ନୂଆ ରୁମ୍ ହେଇଛି, ସେଠି ସେମାନେ ଏବେ ରୋଷେଇ କରି ଖାଇବେ, ଏଠି ପ୍ରାର୍ଥନା ହେବ, ପରିବାର ଶୋଇବେ। ଏସବୁ ବିଷୟରେ ଆମେ ଯେ ପ୍ରକାର ପରିବାରକୁ ଆମେ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ଗୋଟେ ସମର୍ପଣର ପ୍ରାର୍ଥନା ଆମେ କରିବା। ପ୍ରଭୁଙ୍କ ଦାସ ଅଛନ୍ତି ପରିବାର ପାଇଁ, ସେ ପ୍ରାର୍ଥନା କରିବେ। ଆମେ ସମସ୍ତେ ନିଜ ନିଜର ଡାହାଣ ହସ୍ତକୁ ପରିବାର ଆଡ଼କୁ ବଢ଼ାଉଥିବା ପ୍ରାର୍ଥନା ପ୍ରତି ଆମେ ମନୋଯୋଗୀ ହେଉ। Thank you. प्रार्थना करिबा पिता आमे तुमको धन्यवाद दउछु। तुमे आपना लोक मान को प्रति आपना दया अनुग्रह करिबा परमेश्वर। दिन थिला हमको रहिबा पाई प्रभु घर खंडे नथिला प्रभु आमान को प्रभु कौनसी प्रकार विषय नथिला, मात्र तुमको पाइला परे कौनसी मंगल विषय अभाव तुम्हें करना हो। आमे तुमको धन्यवाद दउछु प्रभु। केते सुंदर भावरे परिवार तुमको धन्यवाद दउछथि। कहा आगे हाथ पतेबा पड़ला सब विषय गुडिक तुमे जगाइलो। आमे तुमको धन्यवाद दउछु, कारण जो माने तुम ऊपर भरोसा करंती से माने केवल लज्जित हेबे नाही। आमे तुमको धन्यवाद दउछु राजा, प्रशंसा करूछु, गौरव करूछु प्रभु। जन भौणी ज्योति भौणी के पाई, जन भाई ज्योति भौणी के पाई धन्यवाद दउछु राजा। तुमे सेमान को अनुग्रह करी ए सुंदर घर तुमे मनुष्य निमंते चारटा घर, केतरा घर? प्रथम घर है मार उदर नहीं, आमे प्रथम रे माँ पेट्रे आमे, द्वितीय रे माँ पेट्रे केत दिन रहिबो? 11 मास रहिबो नहीं, 2 वर्ष 2 वर्ष रहिबो कि नहीं? नहीं सिटी 9 मास आगा 10 मास हला माने सिटी रहिबो नहीं, आइबा को बाध्य। तापर आमे कोठी थिबो? इटा माटर घर रे आमे थिबो। इटी केत दिन रहिबो? बड़ सकासु 70 किंबा 80 वर्ष नहीं। एटा सरला परे को घर कबर पदा सिटी केत दिन थिबो? तार टाइम नहीं, सेटा चक्षुर पलकरे शेष तुरीध्वनि रे कबर फाटब। आमे उत्थित हे आमर गौरवमय परमेश्वर को आमे साक्षात सिटी बाहरला परे आ गोटे घर कौन? सेटा होची भविष्यतर अनंत कालर घर। भविष्यतर मध्य दुईटा घर अछि हैला। भविष्यतर मध्य दुईटा घर, गोटे अंधकार घर आउरी गोटे आलोकर घर। आमको परमेश्वर से अंधकार घर निमंते बाछि नांती, आमको आलोकर घर निमंते से बाछि। तांतर गौरव हो यही घर परमेश्वर आमको कहीं देले भविष्यतर घर निमंते। एठी तुमे निजको कोन करबो? प्रस्तुत करिबो। ख्रिस्टियान मानकर भविष्यतर गोटे घर अछि। तुरुक आज्ञा को दिने जने माँ कहले, बाबू मोर पुओ की घर बांधी देला बाबू, घरे पुरले मके मुई घरे आछि ना स्वर्गे आछि मुई जानी मिसा पारो। मार्बल प्लेट लगाई देछि, देखले बोले चकचक करूछि, बड़ो एलसीडी मारी देछि। आज्ञा घरे पुरले मते स्वर्ग परिया का लागुछि। तुरुक आज्ञा कहले, माँ मले बोले तब्बा घर कोटा? मले बोले तब्बा घर कोटा? नहीं बेले बेले अनेक थिबे जो माने कि नामधारी ख्रिस्टियान माने जो माने कि मंडली बाहर लोक मान कथा मु कहूँ,
ସେମାନଙ୍କର ମୋର ଏତିକି ଘର ଅଛି, ମୋର ଏତିକି ବିଲ୍ଡିଂ ଅଛି, ମୋର ଏତିକି ତାଲା ଅଛି, ସେମାନେ କହିବେ। ମୁଁ କହେ ନା ଆପଣମାନଙ୍କୁ, ଜଣେ କ'ଣ କହୁଛି, ଆମର ଘରରେ ପଶିଲେ ଲୋକ କ'ଣ ହେବେ? ହଜିଯିବେ। ଆମର ଘରେ ପଶିଲେ ହଜିଯିବେ। କ'ଣ ହେଇ ହଜିଯିବେ? ଭିତରେ ଗାତ ପାତ କରିଛ କି 100 ଫୁଟ ନା 200 ଫୁଟ? ଦୁନିଆରେ ସବୁଠାରୁ ବଡ଼ ଘର କାହାର ପାଖରେ ଅଛି କୁହନ୍ତୁ ତ? ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଅଛି। ସେଟା ଗୋଟେ ଭୟଙ୍କର ବଡ଼ ଘର। ଆମେ ସେମାନଙ୍କୁ କହିପାରୁଛେ, ତୁମେ ଆମର ଘର ଦେଖିଲେ ତୁମେ ଦେଖି ମିଶା ପାରବ ନା, ସେମିତି ଚମକୁଥିବ। ଗର୍ବ କରିବା କଥା, ଆମେ ଗର୍ବ କରିବା। ଲୋକମାନେ କହିବେ ମୋର ଘର ଏମିତି, ମୋର ଘର। ଠିକ ଅଛି, ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା କଥା। ଯାହା ବି ଆମେ ପାଇଛୁ ପ୍ରଭୁ ଆମକୁ ଦେଇଛନ୍ତି, ମାତ୍ର ଏଠିରୁ ନେଇଯିବାଟା ଆମର ପାଖରେ କିଛି ନାହିଁ। ଆମର ପାଖରେ କିଛି ନାହିଁ। ଗୋଟିଏ ବିଷୟ ପାଇଁ ଆମେ ଖୁସି ଆନନ୍ଦ କରିବା କଥା, ତାଙ୍କୁ ଧନ୍ୟବାଦ ଦେବା କଥା ଯେ ପ୍ରଭୁ ଭବିଷ୍ୟତରେ ମୋର ପାଇଁ ତୁମେ ଗୋଟେ ଘର ରଖିଛ। ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଗୋଟେ ପରମାନେଣ୍ଟ ଘର ଗୋଟେ ଅଛି। ଆପଣମାନଙ୍କୁ ମୁଁ ବାକ୍ୟରୁ ଗୋଟେ ପଦ ପଢ଼ି ଉତ୍ସାହିତ କରିବା ପାଇଁ ଚାହେଁ। ମୁଁ ବହୁତ ଅଳ୍ପ ସମୟ ଭିତରେ ମୁଁ ପ୍ରଭୁଙ୍କ ଦାସଙ୍କୁ ସମୟଟା ହସ୍ତାନ୍ତର କରିବି। ପରିବାର ପ୍ରତି ମୋର ଗୋଟେ ପ୍ରାର୍ଥନା, ଆପଣମାନେ ସେଇଟା ଅନେକ ଥର ଆମେ ସେ ବାକ୍ୟକୁ ପଢ଼ିଛୁ। 3 ଯୋହନ 1 ଅଧ୍ୟାୟ 2 ପଦ ମୁଁ ପଢ଼ୁଛି। ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମର ମଙ୍ଗଳ ହେଉ ଓ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋର ପ୍ରାର୍ଥନା। ପ୍ରଭୁଙ୍କ ଦାସମାନେ, ଆମେ ଏଥିପାଇଁ ସେ ଆସିଛୁ। କ'ଣ ପାଇଁ ଆମେ ଆସିଲୁ? ଏଇ ପରିବାରରେ ମଙ୍ଗଳ ଉପରେ ମଙ୍ଗଳ ପ୍ରଭୁ କରନ୍ତୁ। এই ପରିବାରର ଚତୁଃପାର୍ଶ୍ୱରେ ସୁରକ୍ଷାର ବାଡ଼ ରହୁ। ଜହନ ଭାଇଙ୍କର ସାକ୍ଷ୍ୟ, ଏ ପଛ ଆଡ଼େ ତାଙ୍କର 2ଟି ଗୁଳା ବାହାରିଥିଲା କିଛି ଦିନ ତଳେ। ଏପଟେ 2ଟା ଗୁଳା ବାହାରିଥିଲା। କିଏ ଗୋଟେ କହିଲା ତୁମକୁ ପାଙ୍ଗୁଛନ୍ତି। କ'ଣ କରୁଛନ୍ତି? ପାଙ୍ଗୁଛନ୍ତି। ମକେ ପାଙ୍ଗବା ଲୋକ ସେମାନେ ପାଙ୍ଗି ହେଇଯିବେ, କିଛି ହେବ ନାହିଁ, ଏଇଟା ଯୀଶୁ ଭଲ କରିବେ ବୋଲେ ତାର ନେକ୍ସଟ ରବିବାର ଭିତରେ ସେଟା ପୁରା କ'ଣ ହେଇଯାଇଛି? ସେ ଗୁଲା ସିଧା ହେଇଯାଇଛି। ଆମ ପ୍ରଥମରେ କ'ଣ ଆମ ଆତ୍ମାର ମଙ୍ଗଳ ହେଇଛି, ସେଟା ସବୁଠାରୁ ବଡ଼ ବିଷୟ। ଦେଖନ୍ତୁ, କହିଲେ ଏମିତି ଆଇବ, ଆଉ ତୁମେ ଖାଲି ଆତ୍ମା ନ କରି ଖାଲି ଶରୀର କଥା କହିବ, ଖାଲି ଅନ୍ଧାର ରେଖା ବସିବ। ପ୍ରଥମରେ ଆମର ଆତ୍ମାର ମଙ୍ଗଳ ହେଇଛି, ସେଥିପାଇଁ ବାକି ମଙ୍ଗଳ ହେବାଟା ହେବ। ଦାଉଦ କହିଲେ, ମୋର ଜୀବନ ଯାଏଁ ମୁଁ କ'ଣ କରିବି? ମୁଁ ତୁମର ପଛରେ ମୁଁ ଚାଲିବି, ଆଉ ମୋର ଜୀବନ ଯାଏଁ ମଙ୍ଗଳ ଆଉ ଦୟା ମୋର ପଶ୍ଚାତଗାମୀ ହେବ। ନେଇକି ଯେମିତି ଆମର କେହି ଜଣେ ବାକ୍ୟ କହିଲା ବେଳେ କହୁଥିଲେ, ମୋବାଇଲ କିଣିଲେ ଆହୁରି ଚାର୍ଜର ପାଇଁ ଡାକୁ ଦେବାକୁ ପଡିବ ନାହିଁ ବୋଲିଲା ନେଇକି। ଆମେ ପ୍ରଭୁଙ୍କ ପଛରେ ଚାଲିଲୁ ମାନେ ଏଇସବୁ ବିଷୟ ଆମର ପଛରେ ଆସିବ। ପ୍ରଥମରେ ଆମର ଆତ୍ମାର ମଙ୍ଗଳ ହେଇଛି। ଆମର ଜେନେସାକୁ ଜଣେ ପ୍ରଶ୍ନ ପଚାରୁଛି, ଛୋଟ ଝିଅ, ସେ ସାନ ଅଛି, ଝିଅ ଡୁମା ଆସୁଛି ବୋଲି ସେ କହୁଛି, ଡୁମାକୁ ଆମର ଯୀଶୁ ବାପା ଟଣ୍ଟି ଚିପିବାର ମାରିଦେବ। ଦେଖନ୍ତୁ, ଆଠାରୁ ବଡ଼ ବିଷୟ ଆମେ କ'ଣ ଆଉ ଦେଖିବୁ ଆମେ? ପ୍ରିୟ ମାନେ, ଆମର ପ୍ରାର୍ଥନା ଏଥିପାଇଁ ଆମେ ଏକାଠି ହେଇଛୁ। ଆମେ ଏଇ ସବୁ ମଙ୍ଗଳ ଗୁଡ଼ିକ ଆମେ ଯେତେବେଳେ ଦେଖୁଛୁ ଆମର ବିଶ୍ୱାସୀ ଭାଇ ଭଉଣୀମାନଙ୍କ ଜୀବନରେ, ଆମକୁ ବହୁତ ଖୁସି ଆଉ ଆନନ୍ଦ। ଆମେ ପ୍ରାର୍ଥନା ଆଜି କରିଛୁ, ଆହୁରି ପ୍ରାର୍ଥନା କରୁଥିବୁ ଯେ ପ୍ରଭୁ ଆହୁରି ମଙ୍ଗଳ ଉପରେ ମଙ୍ଗଳ କରନ୍ତୁ, ଉତ୍ତମ ସ୍ୱାସ୍ଥ୍ୟ ଦିଅନ୍ତୁ, ଏବଂ ବିଜନେସକୁ ବଢ଼ାନ୍ତୁ, ଆଉ ଏବେ ଯେତିକି ଆତ୍ମିକ ଜୀବନରେ ଯେଉଁ ଲେଭେଲରେ ଅଛନ୍ତି ପ୍ରଭୁ ଆହୁରି ଉଚ୍ଚ ଲେଭେଲକୁ ନେଇଯାଆନ୍ତୁ। ଏହା ଆମର ପ୍ରାର୍ଥନା। ପ୍ରିୟମାନେ, ଗୋଟେ କଥା ମନେ ରଖିବେ, ଗୋଟେ ବାକ୍ୟ ପଢ଼ି ମୁଁ ସମାପ୍ତ କରିବି। ଏ ପ୍ରକାର ଅନେକ କଥା ରହିଛି। ମୁଁ ଏବ୍ରି ପୁସ୍ତକ 13 ଅଧ୍ୟାୟ, ଏଇଟାକୁ ମନେ ରଖିବେ ଆପଣମାନେ। 13 ଅଧ୍ୟାୟ 14 ପଦ, କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ୱେଷଣ କରୁଅଛୁ।
ସବୁଦିନ ରହିଲା ପରେ ଦୁନିଆ ନାହିଁ। ସବୁଦିନ ରହିବା ଘର କେ ବାନ୍ଧିଛ କି? କେ ବାନ୍ଧିଛନ୍ତି କି ଦୁନିଆରେ? ନାଇଁ। ଚିରସ୍ଥାୟୀ ନଗର ଏଇଠି ଆମର ନାହିଁ। ଆମେ ଖାଲି କୁଣିଆ ଆଇଲା ପରି ଆଜ୍ଞା। ଏଠି ପ୍ରଭୁ ଆମକୁ କାହିଁକି ପଠେଇଛନ୍ତି? ଆମେ ଯେପରି ତାଙ୍କର ସେଇ ବିବାହ ଭୋଜରେ ଯିବା ଲୋକମାନଙ୍କୁ ଆମେ ପ୍ରସ୍ତୁତ କରିବୁ। ଆଉ ଏଇ ଘରେ ରହି ଭବିଷ୍ୟତର ଘର ନିମନ୍ତେ ଆମେ ପ୍ରସ୍ତୁତ ହେବୁ। ଲେଖାଯାଏ ଯେ ଏଇଠି ଏଇ ଯୋଉ ଜଗତରେ ତୁମର ଚିରସ୍ଥାୟୀ ନଗର ନାହିଁ, ଆମେ ଆଗାମୀ ନଗରର ଗୋଟେ ଅନ୍ୱେଷଣ କରୁଅଛୁ। ଏଇଟାକୁ ଆମର ମନ ଭିତରେ ରଖବାର ଅଛି, ମନ ଭିତରେ ରଖବାର ଅଛି। ନହେଲେ ଅନେକ ଥିବେ ପୁରାନ୍ତି ଗାତ ହେଲା ବେଳେ ପାଷ୍ଟରକୁ ଡାକିବେ, ପ୍ରାର୍ଥନା ଆମେ କରିବୁ, ତାପରେ ତାଙ୍କର କାମ ସରି ପ୍ରତିଷ୍ଠା ବେଳେ ଆକା ଆଉ ଥରେ ଡାକିବେ। ତାଙ୍କର ପ୍ରାଣ ସେ ଇଟା ସିମେଣ୍ଟରେ ଡସି ଯାଇଥିବ। ପ୍ରାର୍ଥନା ପାଠ ଆହୁରି ନାହିଁ ସେମାନଙ୍କର। କାହିଁକି? ଘର କାମର ସବୁ ବୋଲିଲା ପରେ ଆମେ ଯେତିକି ଘର ବାନ୍ଧିଛୁ କୁ ପ୍ରାର୍ଥନା ଆମର ମିସ୍ ହେଉନାହିଁ। କାର ହେଇଛି ମିସ୍ ମୁଁ ଜାଣି ନାହିଁ, ସେଟା ମୋର ହେତୁ ନାହିଁ। କାହିଁକି? ଘର ଆଜି ନହେଲେ କାଲି ହେବ। ଆମେ କୋରାପୁଟରେ ଘର କଲୁ, ସେଠି ବାନ୍ଧିଥିଲୁ, ପ୍ଲାଷ୍ଟର ହେଉନାହିଁ କି? ଛାଡ଼ ସେଟା, ଛାଡ଼, ସମୟ ଆସିବ ତାର ସିଏ ହେବ। ଏଇଟାକୁ ଆମେ ବେଳେ ବେଳେ ଭାବୁ କଣ, ଲୋକ କହେ ଡାବୁଥିଲେ ତ ବାନ୍ଧିବ, ବାନ୍ଧବାର ଅଛି। ମାତ୍ର ସେଇଠି ଆମର ମନ ପ୍ରାଣ ନ ଡସୁ। ମୁଁ କହୁଥିଲି ନା, ଜଣେ ଗାଡ଼ି ଚଲାଇ ଯାଉଥିଲା, ଗାଡ଼ିରେ ଟିକେ ଦାଗ ହେଇଗଲାକୁ ଛାତିରେ ବାଜିଲା ପରି ଲାଗିଲା। ବୋଲେ ଗାଡ଼ି ଚଲାଇଲା ବେଲେ ଏମାନେ ବୋର ଇଞ୍ଜିନରେ ମିଶି ଯାଉଛନ୍ତି, ବୁଝିପାରୁଛୁ କି ନାହିଁ? ଏମାନଙ୍କର ଦେହ ପ୍ରାଣ କିଡନୀ ମିଶିଛି ସେଠି। ଆମେ ଏଇଠି ଅଛୁ ସିନା, ଆମେ ଏଇଠିର ଲୋକ ନାହୁଁ, ଆମେ ଏଇଠିର ଲୋକ ନାହୁଁ, ଆମେ ଏଇଠିର ଲୋକ କି ନାଇଁ। ଏଇଟା ଆମର ଚିରକାଳ ସ୍ଥାୟୀ ଗୋଟେ ନଗର, ଚିରକାଳ ସ୍ଥାୟୀ ଗୋଟେ ଗୃହ, ଆମର ପାଇଁ ଗୋଟେ ଚିରକାଳର ଗୃହ ପରମେଶ୍ୱର ତିଆରି କରିଛନ୍ତି। ଆଉ ସେଇଟା ହଉଛି ଧାର୍ମିକ ମାନଙ୍କର ଆବାସ ସ୍ଥଳ ବୋଲି ପିତର ଲେଖୁଛନ୍ତି। ସେଠି କେ ରହିବେ? ସେ ଭବିଷ୍ୟତର ଘର, ଯୋଉ ଆଲୋକର ଘର, ସେଠି ସମସ୍ତଙ୍କ ପାଇଁ ସେଠି ଜାଗା ନାହିଁ, ଜାଗା ନାହିଁ। ଯେ ପ୍ରଭୁଙ୍କର ପରିଚୟ ପାଇଛି, ଯେ ତାଙ୍କର ଆଜ୍ଞା ଅନୁସାରେ ବଞ୍ଚୁଛି, ଯେ ପବିତ୍ର ଧର୍ମାଚରଣ କରୁଛି, ସେମାନଙ୍କର ପାଇଁ ସେ ବାସସ୍ଥାନ ପ୍ରଭୁ ରଖିଛନ୍ତି। ମନେ ରଖବା, ପ୍ରଭୁ ଏ ଦୁନିଆରେ ଯାହା ବି ଦେବେ ଆମେ ସନ୍ତୁଷ୍ଟ ହେବା। ଯେତେବେଳେ ଆମେ ଅଭାବୀ ଦେଇ ଯାଉଛୁ ସନ୍ତୁଷ୍ଟ ହେବା। ଆମେ ଯଦି ସୌଭାଗ୍ୟଶାଳୀ ହେଉଛୁ, ଆମେ ଯଦି ଆମର ଆର୍ଥିକ କ୍ଷେତ୍ରରେ, ସବୁ କ୍ଷେତ୍ରରେ ପ୍ରଭୁ ଆମକୁ ଆଶୀର୍ବାଦ ଉପରେ ଆଶୀର୍ବାଦ କରୁଛନ୍ତି, ଆମେ ଆହୁରି ପ୍ରଭୁଙ୍କୁ ଧନ୍ୟବାଦ ଦେବା, ତାଙ୍କ ନିକଟରେ ଆହୁରି ପଡ଼ିବା, ତାଙ୍କର ଆଜ୍ଞା ଅନୁସାରେ ଆମେ ଜୀବନ ଯାପନ କରିବା। ପ୍ରଭୁ ଏ ବାକ୍ୟ ଦେଇ ପରିବାରକୁ, ଉପସ୍ଥିତ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ, ପ୍ରଭୁଙ୍କ ଦାସ ଅଛନ୍ତି, ଆମକୁ ବାକ୍ୟ ଦେଇ ଆମକୁ ପଢ଼େଇ ନେବେ।